ଆସନ୍ତୁ ତାହେଲେ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଗୀତ ସଂହିତାର 130 ପର୍ବଠାରୁ ଅଧ୍ୟୟନ କରିବା ପାଇଁ ଯିବା। ତେବେ ଏହି ଗୀତଟି ମଧ୍ୟ ଈଶ୍ୱରଙ୍କ ଅନୁଗ୍ରହର ବିଷୟକୁ ପ୍ରକାଶ କରେ, ଯାହାକି ମନୁଷ୍ୟର ଧର୍ମକର୍ମ ହେତୁ ନୁହେଁ, ମାତ୍ର ତାହାଙ୍କର ଅସୀମ ଅନୁଗ୍ରହ ହେତୁ। ଗୀତ 130 ଏହାର ପୂର୍ବ ଗୀତ ଅର୍ଥାତ୍ 129 ଗୀତ ସହିତ ଅତି ଘନିଷ୍ଠ ଭାବେ ସଂଯୁକ୍ତ। ଏହାକୁ ପାଉଲୀୟ ଗୀତ ବୋଲି କୁହାଯାଏ, କାରଣ ଏହା ସେହି ବିଷୟ ନେଇ ପ୍ରକାଶ କରେ ଯାହାକି ଈଶ୍ୱରଙ୍କ ଦୟା ସହିତ ସଂଯୁକ୍ତ। ଈଶ୍ୱର ମନୁଷ୍ୟକୁ ପାପର ଓ ମୃତ୍ୟୁର ଗହ୍ୱରରୁ ଉଦ୍ଧାର କରିଅଛନ୍ତି ଓ ସେ ଏହା ମନୁଷ୍ୟର କର୍ମକୁ ନେଇ ସାଧନ କରିନାହାନ୍ତି। ତେଣୁ ଏହା ପାଉଲଙ୍କ ଶିକ୍ଷା ସହିତ ମିଶିଯିବାରୁ ଏହାକୁ ପାଉଲୀୟ ଗୀତ ବୋଲି କୁହାଯାଏ, କାରଣ ପାଉଲଙ୍କର ଶିକ୍ଷା ଥିଲା ମନୁଷ୍ୟ ବିଶ୍ୱାସ ଦ୍ୱାରା ଧାର୍ମିକ ଗଣିତ ହୁଏ, କିନ୍ତୁ ବ୍ୟବସ୍ଥା ପାଳନ କରିବା ଦ୍ୱାରା ନୁହେଁ। ତେବେ ଈଶ୍ୱର ତାହାଙ୍କର ଅନୁଗ୍ରହ ହେତୁ ମନୁଷ୍ୟକୁ ପାପର ଓ ମୃତ୍ୟୁର ଗହ୍ୱର ମଧ୍ୟରୁ ଉଦ୍ଧାର କରିଅଛନ୍ତି, କାରଣ ଏହି ଗୀତଟି ବିଶ୍ୱାସ ଦ୍ୱାରା ପାପରୁ ଉଦ୍ଧାର ପାଇବାର ବିଷୟକୁ ପ୍ରକାଶ କରେ। ତେବେ ଗୀତ 130 ପର୍ବର ପ୍ରଥମ 3 ପଦରେ ଏହିପରି ଲେଖା ଅଛି, ହେ ସଦାପ୍ରଭୁ, ମୁଁ ଗଭୀର ଜଳରେ ଥାଇ ତୁମ ନିକଟରେ ଡାକ ପକାଇଅଛି। ହେ ପ୍ରଭୁ, ମୋ ରବ ଶୁଣ, ତୁମ୍ଭ କର୍ଣ୍ଣ ମୋ ବିନତି ରବରେ ମନୋଯୋଗ କରୁ। ହେ ସଦାପ୍ରଭୁ, ତୁମେ ଯେବେ ଅପରାଧ ସବୁ ଧରିବ, ତେବେ ହେ ପ୍ରଭୁ, କିଏ ଠିଆ ହେବ? ପ୍ରଭୁଙ୍କ ନାମର ଧନ୍ୟବାଦ ହେଉ ଯେ ସେ ଆମମାନଙ୍କୁ ଆମ୍ଭମାନଙ୍କର ଅପରାଧ ଅନୁଯାୟୀ ବିଚାର କରିବାକୁ ଯାଉନାହାନ୍ତି। ଯଦି ଈଶ୍ୱର ଆମ୍ଭମାନଙ୍କୁ ସେହି ପ୍ରକାରେ ବିଚାର କରିଥାନ୍ତେ, ତାହେଲେ ଆମ୍ଭେମାନେ ସମସ୍ତେ ବିନଷ୍ଟ ହୋଇଥାନ୍ତୁ। ମାତ୍ର କେବଳ ତାହାଙ୍କର ଅନୁଗ୍ରହ ହେତୁ ସେ ଆମମାନଙ୍କୁ ଉଦ୍ଧାର କରନ୍ତି। ବାସ୍ତବରେ ଈଶ୍ୱରଙ୍କର ଅନୁଗ୍ରହ ଲାଗି ଆଜି ଆମମାନେ ଜଗତ ମଧ୍ୟରେ ବଞ୍ଚି ରହିବା ପାଇଁ ସମର୍ଥ ହୋଇପାରିଛୁ। ତା ନହେଲେ ଆଜି ଆମମାନେ ଜଗତ ମଧ୍ୟରେ ନଥାନ୍ତୁ। ଆଜି ଯଦି ଆମମାନେ ଆମମାନଙ୍କର ଜୀବନଗୁଡ଼ିକୁ ଦେଖିବା ଏବଂ ଆମମାନଙ୍କ ଜୀବନର କାର୍ଯ୍ୟକୁ ସମୀକ୍ଷା କରିବା, ତାହେଲେ ଆମମାନେ ଜଗତରେ ବଞ୍ଚି ରହିବା ନିମନ୍ତେ ଯୋଗ୍ୟ ନୁହଁ। ଆମମାନଙ୍କର କୌଣସି ଧର୍ମକର୍ମ ନାହିଁ, ଆମମାନଙ୍କର କୌଣସି ଉତ୍ତମତା ନାହିଁ। କେବଳ ସେହି ଈଶ୍ୱରଙ୍କର ଅନୁଗ୍ରହ ହେତୁ ଆଜି ଆମମାନେ ବଞ୍ଚି ରହିଛୁ, ଆଉ ସେ ଆମମାନଙ୍କୁ ଉଦ୍ଧାର କରନ୍ତି। ଏହାପରେ ଗୀତ 130 ପର୍ବର 4-6 ପଦ ମଧ୍ୟରେ ଏହିପରି ଲେଖା ଅଛି, ମାତ୍ର ତୁମ୍ଭଙ୍କୁ ଯେପରି ଭୟ କରାଯାଏ, ଏଥିପାଇଁ ତୁମ୍ଭଠାରେ କ୍ଷମା ଅଛି। ମୁଁ ସଦାପ୍ରଭୁଙ୍କର ଅପେକ୍ଷା କରୁଅଛି, ମୋ ପ୍ରାଣ ଅପେକ୍ଷା କରୁଅଛି। ପୁଣି ମୁଁ ତାହାଙ୍କ ବାକ୍ୟରେ ଭରସା ରଖୁଅଛି। ପ୍ରହରୀମାନେ ପ୍ରଭାତ ପାଇଁ ଚାହିଁ ରହିବା ଅପେକ୍ଷା ମୋ ପ୍ରାଣ ପ୍ରଭୁଙ୍କ ପାଇଁ ଅଧିକ ଚାହିଁ ରହେ। ହଁ, ପ୍ରହରୀମାନଙ୍କର ପ୍ରଭାତ ପାଇଁ ଚାହିଁ ରହିବା ଅପେକ୍ଷା ଅଧିକ। ଯେଉଁ ଅନୁଗ୍ରହ ଆମ୍ଭମାନଙ୍କ ପରି ବିଜାତୀୟମାନଙ୍କୁ ଉଦ୍ଧାର କରେ, ସେହି ଅନୁଗ୍ରହ ମଧ୍ୟ ଇସ୍ରାଏଲ ଜାତିକୁ ଉଦ୍ଧାର କରିବ। ଦିନ ଆସୁଅଛି, ଇସ୍ରାଏଲର ପ୍ରାର୍ଥନା ଶୁଣାଯିବ। ଯୀଶୁଖ୍ରୀଷ୍ଟ ସିଓନକୁ ଆଗମନ କରିବେ ଓ ଯାକୋବଠାରୁ ସମସ୍ତ ଅଧାର୍ମିକତାର ବିଷୟକୁ ଲୋପ କରିବେ, ଯାହାକି ରୋମିଓ 11 ପର୍ବର 26 ପଦରୁ 28 ପଦ ମଧ୍ୟରେ ଉଲ୍ଲେଖ ହୋଇଅଛି। ସେହି ମହାକ୍ଲେଶର ସମୟରେ ଇସ୍ରାଏଲ ସନ୍ତାନଗଣ ସେହି ଉଦ୍ଧାରର ଅପେକ୍ଷାରେ ରହି ପ୍ରାର୍ଥନା କରିବେ। ଆପଣଙ୍କୁ ଓ ମୋତେ ମଧ୍ୟ ସେହି ଖ୍ରୀଷ୍ଟଙ୍କର ଆଗମନ ନିମନ୍ତେ ଅପେକ୍ଷା କରି ରହିବାକୁ ହେବ, ଯେତେବେଳେ କି ସେ ତାହାଙ୍କର ନିଜ ଲୋକମାନଙ୍କୁ ଗ୍ରହଣ କରିବା ନିମନ୍ତେ ଆସିବେ। ପ୍ରିୟ ବନ୍ଧୁ, ସେହି ପ୍ରଭୁ ଯୀଶୁଖ୍ରୀଷ୍ଟ ରାଜାମାନଙ୍କର ରାଜା ଓ ପ୍ରଭୁମାନଙ୍କର ପ୍ରଭୁ ହୋଇ ଆଗମନ କରିବେ ଏହି ଜଗତର ବିଚାର କରିବା ପାଇଁ। କିନ୍ତୁ ସେଥି ନିମନ୍ତେ ଆମେ କ'ଣ ପ୍ରସ୍ତୁତ ଅଛୁ କି? ସେ ଯେତେବେଳେ ଏହି ଜଗତକୁ ପୁନର୍ବାର ଆଗମନ କରିବେ, ସେତେବେଳେ କ'ଣ ଆମ୍ଭେମାନେ ତାହାଙ୍କଠାରେ ଗୃହୀତ ହୋଇପାରିବା କି? ପ୍ରିୟ ବନ୍ଧୁ, ପ୍ରଭୁ ଯୀଶୁଖ୍ରୀଷ୍ଟ ଯେଉଁପରି ଭାବରେ ପ୍ରଥମ ଥର ଏହି ଜଗତକୁ ଆଗମନ କଲେ, ଆଉ ତାହାଙ୍କର ଏହି ଜଗତକୁ ଆଗମନ କରିବା ନେଇ ଯେଉଁପରି ଭାବରେ ଭାବବାଣୀ ହୋଇଥିଲା, ଆଉ ତାହା ଠିକ୍ ସେହିପରି ଭାବରେ ସଫଳ ହେଲା, ସେହିପରି ତାଙ୍କର ଦ୍ୱିତୀୟ ଆଗମନ କରିବା ନେଇ ଯେଉଁପରି ଭାବବାଣୀମାନ କରାଯାଇଅଛି, ଆଉ ସେହି ଭାବବାଣୀଗୁଡ଼ିକ ନିଶ୍ଚିତ ଭାବରେ ସଫଳ ହେବ, ଏଥିରେ କୌଣସି ସନ୍ଦେହ ନାହିଁ। କିନ୍ତୁ ଯେଉଁମାନେ ଅବିଶ୍ୱାସ କରନ୍ତି, ଯେଉଁମାନେ ସନ୍ଦେହ କରନ୍ତି, ସେମାନେ ଉଦ୍ଧାରପ୍ରାପ୍ତ ହୋଇପାରିବେ ନାହିଁ। ସେମାନେ ପ୍ରଭୁଙ୍କ ନିମନ୍ତେ ପ୍ରସ୍ତୁତ ଜୀବନଯାପନ କରିପାରିବେ ନାହିଁ। ଭାବନ୍ତୁ ନାହିଁ, ଏହି ଜଗତରୁ ବିଦାୟ ନେଇଯିବା ପରେ ଆମମାନେ ତ୍ରାହି ପାଇଗଲୁ। ନୁହେଁ, ଆମମାନଙ୍କର ବିଚାର ରହିଅଛି। ସେହି ପ୍ରଭୁ ଯୀଶୁଖ୍ରୀଷ୍ଟ ଆଗମନ କରୁଅଛନ୍ତି, ଆଉ ସେ ଏହି ଜଗତର ବିଚାର କରିବେ। ଆଉ ସେତେବେଳେ ସେ ଅନୁଗ୍ରହ ପ୍ରଦାନ କରିବେ ନାହିଁ। ସେତେବେଳେ ସେ ନ୍ୟାୟଦଣ୍ଡ ହସ୍ତରେ ଧରି ଆଗମନ କରିବେ, ଆଉ ସେ ବିଚାର କରିବେ।
ବର୍ତ୍ତମାନ ହେଉଛି ଅନୁଗ୍ରହର ସମୟ। ପ୍ରଭୁ ଯୀଶୁଙ୍କ ଅନୁଗ୍ରହ ଆଜି ମଧ୍ୟ ଆପଣଙ୍କ ପାଇଁ ମୋ ପାଇଁ ରହିଅଛି। କିନ୍ତୁ ଏହି ଅନୁଗ୍ରହର ସମୟରେ ଯଦି ଆମମାନେ ସେହି ଅନୁଗ୍ରହକୁ ପଦାଘାତ କରୁ, ତାହେଲେ ଆମେ କେବେ ହେଲେ ଉଦ୍ଧାରପ୍ରାପ୍ତ ହୋଇପାରିବା ନାହିଁ। ଆଜି ଈଶ୍ୱରଙ୍କର ଅନୁଗ୍ରହ ରହିଅଛି ସତ, କିନ୍ତୁ ଦିନ ଆସୁଅଛି ସେହି ଅନୁଗ୍ରହ ଆଉ ରହିବ ନାହିଁ। ମାତ୍ର ଏକ ବିଚାର ଅପେକ୍ଷା କରି ରହିବ, ଆଉ ଈଶ୍ୱର ତାଙ୍କର ସେହି ବିଚାରରେ ଆମମାନଙ୍କୁ ବିଚାରିତ କରିବେ। ସେତେବେଳେ ଆମମାନେ କେଉଁଠାକୁ ଯିବା? କିଏ ଆମମାନଙ୍କୁ ରକ୍ଷା କରିବ? ଆସନ୍ତୁ ଏହାପରେ ଆମେ ଏହି ଗୀତର 131 ପର୍ବ ମଧ୍ୟକୁ ଯିବା। ଏହି 131 ପର୍ବର ମୁଖ୍ୟ ପ୍ରସଙ୍ଗ ହେଉଛି ତୀର୍ଥଯାତ୍ରୀଙ୍କର ଶିଶୁ ପରି ସରଳ ବିଶ୍ୱାସ ଓ ସରଳତାର ଜୀବନ। ଏହା ଆଉ ଏକ ତୀର୍ଥଯାତ୍ରୀ ଗୀତ। ଏହା ଯଦିଓ ଛୋଟ, ମାତ୍ର ଏହା ଅତି ବହୁମୂଲ୍ୟ ଗୀତ। ଲକ୍ଷ୍ୟ କରନ୍ତୁ, ଯାହାକି ଦାଉଦଙ୍କ ଦ୍ୱାରା ରଚିତ। ଗୀତ 131 ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ହେ ସଦାପ୍ରଭୁ, ମୋ ଅନ୍ତଃକରଣ ଅହଙ୍କାରୀ ନୁହେଁ, ଅବା ମୋ ଦୃଷ୍ଟି ଉଚ୍ଚ ନୁହେଁ। କିଅବା ମୁଁ ମହତ୍ ମହତ୍ ବ୍ୟାପାରରେ ଅଥବା ମୋ ପ୍ରତି ବୋଧାତୀତ ଆଶ୍ଚର୍ଯ୍ୟ ବିଷୟମାନଙ୍କରେ ପ୍ରୟାସ କରୁନାହିଁ। ଆପଣ ଦାଉଦଙ୍କର ସ୍ତ୍ରୀ ମିଖଲଙ୍କ ବିଷୟରେ ଜାଣିଛନ୍ତି? ସେ ଦାଉଦଙ୍କୁ ତୁଚ୍ଛ ଜ୍ଞାନ କଲା ଓ ତାହାଙ୍କୁ ପରିହାସ କଲା। କାରଣ ସେ ଯେଉଁପରି ଭାବେ ଆନନ୍ଦ ବିଭୋର ହୋଇ ସେହି ନିୟମ ସିନ୍ଦୁକକୁ ସମାଗମ ତମ ମଧ୍ୟକୁ ଆଣିଲେ, ତାହା ମିଖଲଙ୍କ ଦୃଷ୍ଟିରେ ଅତି ଘୃଣାର ବିଷୟ ଥିଲା, ଯାହାକି 2 ସାମୁଏଲ 6 ପର୍ବର 12 ପଦରୁ 23 ପଦ ମଧ୍ୟରେ ଉଲ୍ଲେଖ ହୋଇଅଛି। ଦାଉଦ ତାଙ୍କର ସ୍ତ୍ରୀଙ୍କୁ କହିଲେ, ସମ୍ଭବତଃ ସେ ତାହାଙ୍କ ଦୃଷ୍ଟିରେ ଆହୁରି ଅଧିକ ଲଘୁ ହୋଇଯିବେ, କାରଣ ସେ ତାହାଙ୍କ ଈଶ୍ୱରଙ୍କ ସମ୍ମୁଖରେ ଏପରିକି ନିଜକୁ ଆହୁରି ଅଧିକ ନମ୍ର କରିବାକୁ ଯାଉଥିଲେ ଓ ଧୂଳିରେ ମିଶିବାକୁ ଯାଉଥିଲେ। ମନେ ରଖନ୍ତୁ, ସେ ରାଜା ଥିଲେ। ଆଜି ଆମମାନେ ଆମ୍ଭମାନଙ୍କର ଈଶ୍ୱରଙ୍କ ସମ୍ମୁଖରେ ନିଜକୁ ନତ କରିବା ଆବଶ୍ୟକ। ଆପଣ ଏଥିପୂର୍ବରୁ କେବେ ଈଶ୍ୱରଙ୍କ ସମ୍ମୁଖରେ ନିଜକୁ ନତ କରିଥିଲେ? ଅତି ଅଳ୍ପ ଲୋକ ଅଛନ୍ତି ଯେଉଁମାନେ କି ନିଜକୁ ଈଶ୍ୱରଙ୍କ ନିକଟରେ ନତ କରି ଆଣ୍ଠୁ ନୁଆଇଁ ପ୍ରାର୍ଥନା କରନ୍ତି। ଏହା ହେଉଛି ସବୁଠାରୁ ଉତ୍ତମ ଅଭ୍ୟାସ। ଏହା ପ୍ରକୃତରେ ଆପଣଙ୍କୁ ଆତ୍ମିକ ଜୀବନରେ ବୃଦ୍ଧି ପାଇବା ନିମନ୍ତେ ସାହାଯ୍ୟ କରିବ ଓ ଏହା ମଧ୍ୟ ଆପଣଙ୍କୁ ଶାରୀରିକ ଭାବେ ସାହାଯ୍ୟ କରିପାରେ। କିନ୍ତୁ ଆଜି ଅନେକ ଲୋକ ପ୍ରଭୁଙ୍କ ନିକଟରେ ଆଣ୍ଠୁ ଭାଙ୍ଗିବା ପାଇଁ ଇଚ୍ଛା କରନ୍ତି ନାହିଁ, ଆଉ ସେମାନେ ଏ ପ୍ରକାର ଭାବେ ପ୍ରାର୍ଥନା କରନ୍ତି ଯେପରି ଈଶ୍ୱର ସେମାନଙ୍କର ଅଧୀନରେ। ଏହା ଦାଉଦଙ୍କର ନମ୍ରତାର ହୃଦୟକୁ ପ୍ରକାଶ କରେ। ଜଣେ ରାଜା, ମାତ୍ର ସେ ଈଶ୍ୱରଙ୍କ ନିକଟରେ ନିଜକୁ ନମ୍ର କଲେ। ଗୀତ 131 ପର୍ବର 2 ଓ 3 ପଦରେ ଏହିପରି ଲେଖା ଅଛି, ନିଶ୍ଚୟ ମୁଁ ଆପଣା ପ୍ରାଣକୁ ଶାନ୍ତ ଓ କ୍ଷାନ୍ତ କରିଅଛି। ସ୍ତନ୍ୟତ୍ୟାଗୀ ଶିଶୁ ଆପଣା ମାତା ସଙ୍ଗେ ଥିବା ପରି ମୋ ପ୍ରାଣ ମୋ ସଙ୍ଗରେ ସ୍ତନ୍ୟତ୍ୟାଗୀ ଶିଶୁ ପରି ଅଛି। ହେ ଇସ୍ରାଏଲ, ଆଜିଠାରୁ ଅନନ୍ତକାଳ ସଦାପ୍ରଭୁଙ୍କଠାରେ ଭରସା ରଖ। ଏହା ହିଁ ହେଉଛି ଏକ ନମ୍ର ତଥା ଭଗ୍ନଚୂର୍ଣ୍ଣ ହୃଦୟର ବାସ୍ତବ ଚିନ୍ତାଧାରା। ସେ ଜାଣେ ତାହାର ଲାଳନ ପାଳନ କର୍ତ୍ତା ଓ ତାହାର ଭାର ବହନକାରୀ ହେଉଛନ୍ତି କେବଳ ମାତ୍ର ସଦାପ୍ରଭୁ ପରମେଶ୍ୱର। ସେ ତାହାଙ୍କଠାରେ ଭରସା ରଖେ। ଆଜି ଆମମାନଙ୍କର ଭରସା କାହା ଉପରେ? ଏହି ସୁନ୍ଦର ଗୀତ ଉପରେ ଭିତ୍ତି କରି ପ୍ରଭୁଙ୍କର ଜଣେ ଦାସ ଏହିପରି ମତାମତ ଦିଅନ୍ତି, ଏଠାରେ ଆମେ ଏକ ନମ୍ର ତଥା ଭଗ୍ନଚୂର୍ଣ୍ଣ ଆତ୍ମାର ବିବରଣୀ ଲକ୍ଷ୍ୟ କରିବାକୁ ପାରୁଅଛୁ। ଏହା କୁହାଯାଏ ଯେ ସମସ୍ତ ଉତ୍ତମ ଗୁଣ ଏକତ୍ର ମିଳି ଏକ ଶରୀର ଅଟନ୍ତି, ଯାହାର ମସ୍ତକ ହେଉଛି ନମ୍ରତା। କେତେକ ଧର୍ମଶାସ୍ତ୍ର ସେହି ପ୍ରକୃତ ନମ୍ରତାର ମୂଲ୍ୟ ତଥା ଗୁରୁତ୍ୱ ନେଇ ଆମମାନଙ୍କୁ ଶିକ୍ଷା ଦିଅନ୍ତି। ତାପରେ ସେ ଈଶ୍ୱରଙ୍କ ବାକ୍ୟ ମଧ୍ୟରୁ କେତେକ ପଦ ପର୍ବ ଆଣି ଉପସ୍ଥାପିତ କରନ୍ତି। ଗୀତ ସଂହିତା 138 ପର୍ବର 6 ପଦରେ ଲେଖା ଅଛି, ଯେହେତୁ ସଦାପ୍ରଭୁ ଉଚ୍ଚ ହେଲେ ହେଁ ନୀଚ ଲୋକଙ୍କ ପ୍ରତି ଦୃଷ୍ଟି କରନ୍ତି, ମାତ୍ର ସେ ଗର୍ବୀ କି ଦୂରରୁ ଚିହ୍ନନ୍ତି। ସେହିପରି ଯେଶାୟ 57 ପର୍ବର 15 ପଦରେ ଲେଖା ଅଛି, କାରଣ ଯେ ଅନନ୍ତକାଳ ନିବାସୀ, ଯାହାଙ୍କର ନାମ ଧର୍ମମୟ, ସେହି ଉଚ୍ଚ ଓ ଉନ୍ନତ ପୁରୁଷ ଏହି କଥା କହନ୍ତି, ଆମ୍ଭେ ଊର୍ଦ୍ଧ୍ୱ ଓ ପବିତ୍ର ସ୍ଥାନରେ ବାସ କରୁ, ମଧ୍ୟ ନମ୍ର ଲୋକମାନଙ୍କର ଆତ୍ମାକୁ ସଜୀବ ଓ ଚୂର୍ଣ୍ଣମନା ଲୋକମାନଙ୍କର ଅନ୍ତଃକରଣକୁ ସଜୀବ କରିବା ପାଇଁ ଆମେ ଚୂର୍ଣ୍ଣ ଓ
ଓ ନମ୍ରମନା ଲୋକର ସଙ୍ଗରେ ହିଁ ବାସ କରୁ। ପ୍ରିୟ ବନ୍ଧୁ, ଏହା ହିଁ ହେଉଛି ଈଶ୍ୱରଙ୍କର ଅଭିମତ। ଆଉ ଯେଉଁମାନେ ଈଶ୍ୱରଙ୍କ ନିକଟରେ ନିଜକୁ ନମ୍ର କରନ୍ତି, ଈଶ୍ୱର ସେମାନଙ୍କର ସହବର୍ତ୍ତୀ ହୁଅନ୍ତି। ସେହିପରି ପ୍ରଥମ ପିତର 3:4 ଲେଖା ଅଛି, ହୃଦୟରେ ଯେଉଁ କୋମଳ ଓ ଶାନ୍ତିଯୁକ୍ତ ଗୁପ୍ତ ସ୍ୱଭାବ ଈଶ୍ୱରଙ୍କ ଦୃଷ୍ଟିରେ ବହୁମୂଲ୍ୟ, ତାହା ହିଁ ତୁମମାନଙ୍କର ଅକ୍ଷୟ ଭୂଷଣ ହେଉ। ଆଉ ପ୍ରଭୁ ଯୀଶୁ ନିଜେ କହନ୍ତି, ହେ ପରିଶ୍ରାନ୍ତ ଓ ଭାରଗ୍ରସ୍ତ ଲୋକ ସମସ୍ତେ, ମୋ ନିକଟକୁ ଆସ, ମୁଁ ତୁମମାନଙ୍କୁ ବିଶ୍ରାମ ଦେବି। ପ୍ରିୟ ବନ୍ଧୁ, ପ୍ରଥମ ପିତର 5:5 ଏହିପରି ଲେଖା ଅଛି, ସେହିପରି ହେ ଯୁବକମାନେ, ତୁମେମାନେ ପ୍ରାଚୀନମାନଙ୍କର ବଶୀଭୂତ ହୁଅ। ସମସ୍ତେ ପରସ୍ପର ପ୍ରତି ନମ୍ରତା ରୂପ ବସ୍ତ୍ର ପରିଧାନ କର, କାରଣ ଈଶ୍ୱର ଅହଙ୍କାରୀମାନଙ୍କ ପ୍ରତିରୋଧ କରି ନମ୍ର ଲୋକମାନଙ୍କୁ ଅନୁଗ୍ରହ କରନ୍ତି। ସେହିପରି ଯାକୁବ 4:10 ଲେଖା ଅଛି, ପ୍ରଭୁଙ୍କ ଛାମରେ ଆପଣା ଆପଣାକୁ ନତ କର, ତାହାହେଲେ ସେ ତୁମ୍ଭମାନଙ୍କୁ ଉନ୍ନତ କରିବେ। ଏହା ନିରାଟ ସତ୍ୟ। ଏକ ସ୍ତନ୍ୟତ୍ୟାଗୀ ସନ୍ତାନର ଛବିଟି ଅତି କୌତୂହଳଜନକ। ପ୍ରଭୁଙ୍କର ଜଣେ ଦାସ ଏହିପରି କହନ୍ତି, ଯେପରି ଏକ ସ୍ତନତ୍ୟାଗ ସନ୍ତାନ ତା'ର ମା'ର ସ୍ତନରୁ ପାନ କରିବା ନିମନ୍ତେ ଆଉ କାନ୍ଦେ ନାହିଁ କି ଅସ୍ଥିର ହୁଏ ନାହିଁ କି ମା'ର ସ୍ତନ ନିମନ୍ତେ ବ୍ୟାକୁଳ ହୁଏ ନାହିଁ, କିନ୍ତୁ ତଥାପି ଆଉଜି ପଡ଼େ ଓ ତୃପ୍ତ ଥାଏ, କାରଣ ସନ୍ତାନଟି ଜାଣେ ଯେ ଏହା ତା'ର ମା' ପାଖରେ ଅଛି। ଠିକ୍ ସେହିପରି ଆତ୍ମା ସମସ୍ତ ପ୍ରକାର ଅତୃପ୍ତତାରୁ, ଆକାଂକ୍ଷାରୁ, ଆତ୍ମସ୍ୱାର୍ଥରୁ କିମ୍ବା କୌଣସି ପ୍ରକାର ସ୍ୱାର୍ଥପରତାରୁ ଦୂରରେ ରହିଥାଏ, ଯେତେବେଳେ ସେ ପ୍ରଭୁଙ୍କ ଉପରେ ଆଉଜି ପଡ଼ି କେବଳ ତାହାଙ୍କଠାରୁ ବିଶ୍ରାମ ଓ ତୃପ୍ତି ଲାଭ କରିଥାଏ। ତେବେ ଏହାପରେ ଆମେ ଗୀତ 132 ମଧ୍ୟକୁ ଯିବା। ଏହା ଏକ ମସିହତ୍ଵ ଗୀତ, ଯାହାକି ଏକ ସମୟ ପ୍ରତି ଆଗକୁ ଦୃଷ୍ଟି କରେ, ଯେତେବେଳେ କି ପ୍ରଭୁ ଯୀଶୁ ଖ୍ରୀଷ୍ଟ ଜେରୁସାଲେମରେ ରାଜା ରୂପେ ଅଧିଷ୍ଠାନ କରିବେ। ଏହା ଆଉ ଏକ ତୀର୍ଥଯାତ୍ରୀ ଗୀତ, ଯାହାକି ଈଶ୍ୱରଙ୍କ ପ୍ରତିଜ୍ଞା ଉପରେ ନିର୍ଭର କରିବାର ବିଷୟକୁ ପ୍ରକାଶ କରେ ଓ ବିଶ୍ୱାସ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରେ। ତେବେ ଏହି ଗୀତଟି ଦାଉଦଙ୍କର ପୁତ୍ର ସଲୋମନଙ୍କ ଦ୍ୱାରା ରଚିତ ବୋଲି ଐତିହାସିକ ଘଟଣାବଳୀରୁ ଜଣାଯାଏ। କିନ୍ତୁ ସେ ଯାହା ହେଉନା କାହିଁକି, ଆମେ ଜାଣି ରଖିବା ଉଚିତ ଯେ ଏହି ଗୀତରେ ଦାଉଦଙ୍କର ସନ୍ତାନ ସଲୋମନକୁ ଲକ୍ଷ୍ୟ କରି ପ୍ରକାଶ କରାଯାଏ ନାହିଁ, ମାତ୍ର ସେହି ସନ୍ତାନ ହେଉଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ। ତେଣୁ ଏହି ପୃଷ୍ଠଭୂମିକୁ ଦୃଷ୍ଟି ଆଗରେ ରଖି ଆସନ୍ତୁ ଏହି ଗୀତଟିକୁ ଅଧ୍ୟୟନ କରିବାକୁ ଯିବା। ବର୍ତ୍ତମାନ ଲକ୍ଷ୍ୟ କରିବାର ବିଷୟ ହେଉଛି, ତୀର୍ଥଯାତ୍ରୀମାନେ ସେହି ଜେରୁସାଲେମରେ ପହଞ୍ଚି ଯାଇଛନ୍ତି। ସେମାନେ ସେହି ମନ୍ଦିର ନିକଟକୁ ଆସିଅଛନ୍ତି, ଯେଉଁ ମନ୍ଦିର ମଧ୍ୟରେ ସେହି ନିୟମ ସିନ୍ଦୁକ ଉପରେ ପାପାଚ୍ଛାଦନ ରଖାଯାଇଥିଲା, ଯେଉଁ ସ୍ଥାନରେ କି ସେମାନେ ଈଶ୍ୱରଙ୍କ ସହିତ କଥାବାର୍ତ୍ତା କରିପାରିବେ। ତେବେ ଦେଖନ୍ତୁ, ଗୀତ 132 ପ୍ରଥମ 5 ପଦ ମଧ୍ୟରେ ଏହିପରି ଲେଖା ଅଛି, ହେ ସଦାପ୍ରଭୁ, ଦାଉଦ ପକ୍ଷରେ ତାହାର ସକଳ କ୍ଲେଶ ସ୍ମରଣ କର। ସେ କି ପ୍ରକାରେ ସଦାପ୍ରଭୁଙ୍କ ନିକଟରେ ଶପଥ କଲା, ଆଉ ଯାକୁବର ବଳଦାତାଙ୍କ ନିକଟରେ ମାନତ କରି କହିଲା, ମୁଁ ଯେପର୍ଯ୍ୟନ୍ତ ସଦାପ୍ରଭୁଙ୍କ ନିମନ୍ତେ ଏକ ସ୍ଥାନ ଓ ଯାକୁବର ବଳଦାତାଙ୍କ ନିମନ୍ତେ ଏକ ଆବାସ ପ୍ରାପ୍ତ ନ ହୁଏ, ସେ ପର୍ଯ୍ୟନ୍ତ ମୁଁ ନିଶ୍ଚୟ ଆପଣା ଗୃହ ତମ୍ବୁରେ ପ୍ରବେଶ କରିବି ନାହିଁ, କିମ୍ବା ଆପଣା ଶଯ୍ୟା ଉପରକୁ ଯିବି ନାହିଁ। ମୁଁ ଆପଣା ଚକ୍ଷୁକୁ ନିଦ୍ରା ଦେବି ନାହିଁ, ଅବା ଆପଣା ଚକ୍ଷୁ ପତାକୁ ଘୁମାଇବାକୁ ଦେବି ନାହିଁ। 2 ସାମୁଏଲ 7 ଆମେ ଲକ୍ଷ୍ୟ କରି ସାରିଛୁ ଯେ ଏହା ହିଁ ଥିଲା ଦାଉଦଙ୍କ ହୃଦୟର ଆକାଂକ୍ଷା, ଯେପରି ସେ ଈଶ୍ୱରଙ୍କର ନିୟମ ସିନ୍ଦୁକ ସ୍ଥାପନାର୍ଥେ ଏକ ମନ୍ଦିର ନିର୍ମାଣ କରିବାକୁ ପାରନ୍ତି। ତାହା ହିଁ ଥିଲା ଦାଉଦଙ୍କର ଆକାଂକ୍ଷା। ସେ ପ୍ରଭୁଙ୍କର ମନ୍ଦିର ନିମନ୍ତେ ଉଦ୍ଯୋଗୀ ଥିଲେ ଏବଂ ପ୍ରଭୁଙ୍କର ମନ୍ଦିର ପାଇଁ ତାହାଙ୍କର ଆକାଂକ୍ଷା ଥିଲା। ଆଉ ସେହି ମନ୍ଦିର ମଧ୍ୟରେ ନିୟମ ସିନ୍ଦୁକକୁ ରଖିବା ନିମନ୍ତେ ସେ ଯୋଜନା ମଧ୍ୟ ପ୍ରସ୍ତୁତ କରିଥିଲେ। ପ୍ରିୟ ବନ୍ଧୁ, ଆଜି ମନୁଷ୍ୟ ହିସାବରେ ଆମମାନଙ୍କର ଚିନ୍ତାଧାରା କ'ଣ? ଆମମାନେ ଗୋଟିଏ ସୁନ୍ଦର ଗୃହ ନିର୍ମାଣ କରିବା ପାଇଁ ଚାହୁଁ। ଯଦି ସୁନ୍ଦର ଗୃହଟିଏ ନିର୍ମିତ ହୋଇଯାଏ, ଆମମାନେ ଆଉ ଏକ ଗୃହ ନିର୍ମାଣ କରିବା ପାଇଁ ଚାହୁଁ।
ଆମମାନେ କେବଳ ନିଜର ସ୍ୱାର୍ଥ ନେଇ ଆମମାନେ ଚାଲୁ, କିନ୍ତୁ ଯେଉଁ ଈଶ୍ୱର ଆମମାନଙ୍କୁ ଆଶୀର୍ବାଦ କରନ୍ତି, ଅନୁଗ୍ରହ କରନ୍ତି, ଆମମାନଙ୍କୁ ସୁରକ୍ଷା ଦିଅନ୍ତି, ଆମମାନଙ୍କୁ ସମସ୍ତ ଆବଶ୍ୟକତା ବିଷୟ ଯୋଗାନ୍ତି, ତାହାଙ୍କ ପାଇଁ ଆମେ କେବେ ଚିନ୍ତା କରିଛୁ? ତାଙ୍କର ମନ୍ଦିର ପାଇଁ ଆମେ କେବେ ଚିନ୍ତା କରିଛୁ? ତାହାଙ୍କ ପାଇଁ ଉତ୍ତମ ବିଷୟ ସାଧନ କରିବା ନିମନ୍ତେ କେବେ ଆମେ ଚିନ୍ତା କରିଛୁ? ଆମମାନେ କେତେ ସ୍ୱାର୍ଥବାଦୀ ମନୁଷ୍ୟ! ଆମେ କେବଳ ନିଜର ବିଷୟ ଚିନ୍ତା କରୁ, ଯାହାକି ଆମେ ଏହି ଜଗତରୁ ବିଦାୟ ନେବା ସମୟରେ ନିଜର କରିପାରିବା ନାହିଁ। ସେସବୁ ଆମମାନଙ୍କର ରହିବ ନାହିଁ। ଆମମାନେ ଜଗତକୁ ଶୂନ୍ୟ ହସ୍ତରେ ଆସିଛୁ ଏବଂ ଶୂନ୍ୟ ହସ୍ତରେ ମଧ୍ୟ ଯିବା। କିନ୍ତୁ ଯେଉଁ ଈଶ୍ୱର ଏକ ମହତ୍ ଅଭିମତ ନେଇ ଆମମାନଙ୍କୁ ଏହି ଜଗତକୁ ପଠାଇଲେ, ଆମମାନେ ତାହାଙ୍କ ପାଇଁ କ'ଣ କରିପାରିଛୁ ବା କ'ଣ କରୁଅଛୁ? ଯଦି ଏହି ପ୍ରଶ୍ନ ନେଇ ଆମେ ନିଜ ନିଜକୁ ସମୀକ୍ଷା କରିବା ଆଉ ଦେଖିବା ଯେ ଆମମାନେ ପ୍ରଭୁଙ୍କ ପାଇଁ କିଛି କରିପାରିନାହୁଁ, ଏପରିକି ଆମମାନଙ୍କର ଜୀବନକୁ ମଧ୍ୟ ଆମେ ପ୍ରଭୁଙ୍କ ପାଇଁ ଉତ୍ସର୍ଗ କରିପାରିନାହୁଁ। ଆମମାନେ କେବଳ ପ୍ରଭୁଙ୍କ ମନରେ ଦୁଃଖ ଦେଇ ଚାଲିଛୁ, ତାହାଙ୍କୁ ଉପେକ୍ଷା କରି ଚାଲିଛୁ। ଆଜି ଯେଉଁ ଜଗତ ପାଇଁ ଆମମାନେ ଲାଳାୟିତ, ସେହି ଜଗତକୁ ଦିନେ ନା ଦିନେ ଆମମାନଙ୍କୁ ଛାଡ଼ିବାକୁ ହେବ। କିନ୍ତୁ ଆମମାନଙ୍କର ଚିରସ୍ଥାୟୀ ବାସ ଈଶ୍ୱରଙ୍କଠାରେ। ଆସନ୍ତୁ ସେହି ଚିରସ୍ଥାୟୀ ବାସ ନିମନ୍ତେ ଏହି ଜଗତରେ ଥାଉଁ ଥାଉଁ ଆମମାନେ ଈଶ୍ୱରଙ୍କ ପାଇଁ କିଛି କରିବା ପାଇଁ ଚେଷ୍ଟା କରୁ। ଏହାପରେ ଗୀତ 132 ପର୍ବର 8 ପଦରେ ଏହିପରି ଲେଖା ଅଛି, ହେ ସଦାପ୍ରଭୁ ଉଠ, ତୁମ୍ଭେ ସ୍ୱପରାକ୍ରମର ସିନ୍ଧୁକ ସହିତ ଆପଣା ବିଶ୍ରାମ ସ୍ଥାନକୁ ଗମନ କର। ଏଥିରୁ ସ୍ପଷ୍ଟ ଜଣାପଡ଼େ ଯେ ଏହି ଗୀତଟି ସେମାନେ ସେହି ସମୟରେ ଗାଇଥିଲେ ଯେତେବେଳେ ନିୟମ ସିନ୍ଧୁକ ସଲୋମନଙ୍କ ଦ୍ୱାରା ନିର୍ମିତ ମନ୍ଦିର ମଧ୍ୟକୁ ଅଣାଯାଇଥିଲା ଓ ସଦାପ୍ରଭୁଙ୍କର ପ୍ରତାପ ମନ୍ଦିରକୁ ପରିପୂର୍ଣ୍ଣ କରିଥିଲା। ଯେପରିକି ସେହି ପୁରାତନ ସମାଗମ ତମ୍ବୁ ସଦାପ୍ରଭୁଙ୍କ ପ୍ରତାପରେ ପରିପୂର୍ଣ୍ଣ ହୋଇଥିଲା। ଏହାପରେ ଗୀତ 132 ପର୍ବର 11 ପଦରେ ଲେଖା ଅଛି, ସଦାପ୍ରଭୁ ଦାଉଦ ପ୍ରତି ସତ୍ୟରେ ଶପଥ କରିଅଛନ୍ତି ଓ ତହିଁରୁ ଫେରିବେ ନାହିଁ। ଆମ୍ଭେ ତୁମ୍ଭ ତନୁଜାତ ଫଳକୁ ତୁମ୍ଭ ସିଂହାସନରେ ବସାଇବା। ଯେବେ ତୁମ୍ଭ ସନ୍ତାନଗଣ ଆମ୍ଭ ନିୟମ ଓ ଆମ୍ଭେ ସେମାନଙ୍କୁ ଯେଉଁ ପ୍ରମାଣ ବାକ୍ୟ ଶିଖାଇବା ତାହା ପାଳନ କରିବେ, ତେବେ ସେମାନଙ୍କ ସନ୍ତାନଗଣ ହିଁ ସଦାକାଳ ତୁମ୍ଭ ସିଂହାସନରେ ବସିବେ। ଦେଖନ୍ତୁ, ଏହା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଲକ୍ଷ୍ୟ କରି ପ୍ରକାଶ କରାଯାଏ। କ'ଣ ଆମେ ଏହାକୁ ସଠିକ୍ ବୋଲି କହିପାରିବା? ହଁ, କାରଣ ଦାଉଦଙ୍କର ସନ୍ତାନମାନଙ୍କ ମଧ୍ୟରୁ କେହି ହେଲେ ସେହି ଜଣକ ସଦୃଶ ନଥିଲେ ବା ସେହି ଜଣକ ସହିତ ସମକକ୍ଷ ନଥିଲେ ଯେ କି ଦିନେ ଦାଉଦଙ୍କ ସିଂହାସନରେ ଉପବେଶନ କରିବେ। ରାଜାବଳୀ ଓ ବଂଶାବଳୀ ପୁସ୍ତକମାନଙ୍କୁ ଅଧ୍ୟୟନ କରିବା ସମୟରେ ଆମେ ଦେଖିଥିଲୁ ଦାଉଦଙ୍କ ସନ୍ତାନମାନଙ୍କ ମଧ୍ୟରେ ଜଣକ ପରେ ଜଣେ ପାପୀ ସେହି ସିଂହାସନ ଉପରେ ବସିଥିଲେ। ମାତ୍ର ଅଳ୍ପ କେତେକ ଉତ୍ତମ ରାଜା ଥିଲେ ଓ ସେମାନଙ୍କ ମଧ୍ୟରୁ କେବଳ 5 ଜଣ ଇସ୍ରାଏଲ୍ ଜାତି ମଧ୍ୟରେ ଆତ୍ମିକ ଜାଗରଣ ପ୍ରତି ଦୃଷ୍ଟି ଦେଇଥିଲେ। କିନ୍ତୁ କେହି ହେଲେ ଦାଉଦଙ୍କ ସନ୍ତାନ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସହିତ ସମକକ୍ଷ ନଥିଲେ ଦାଉଦଙ୍କ ସିଂହାସନରେ ବସି ଅନନ୍ତକାଳ ରାଜତ୍ୱ କରିବା ନିମନ୍ତେ। ଏହାପରେ 132 ପର୍ବର 12 ପଦରେ ଲେଖା ଅଛି, ଯେବେ ତୁମ୍ଭ ସନ୍ତାନଗଣ ଆମ୍ଭ ନିୟମ ଓ ଆମ୍ଭେ ସେମାନଙ୍କୁ ଯେଉଁ ପ୍ରମାଣ ବାକ୍ୟ ଶିଖାଇବା ତାହା ପାଳନ କରିବେ, ତେବେ ସେମାନଙ୍କ ସନ୍ତାନଗଣ ହିଁ ସଦାକାଳ ତୁମ୍ଭ ସିଂହାସନରେ ବସିବେ। କିନ୍ତୁ ଆପଣ ଦେଖନ୍ତୁ, ଯେଉଁମାନେ ଶାରୀରିକ ଭାବେ ଦାଉଦଙ୍କର ସନ୍ତାନ ଥିଲେ ସେମାନଙ୍କ ମଧ୍ୟରୁ କେହି ହେଲେ ଈଶ୍ୱରଙ୍କ ନିୟମକୁ ରକ୍ଷା କରିପାରିଲେ ନାହିଁ କି ସାକ୍ଷମର ହୋଇପାରିଲେ ନାହିଁ। ଫଳତଃ ସେମାନେ ସେମାନଙ୍କ ଦେଶରୁ ବିତାଡ଼ିତ ହୋଇ ବାବିଲୋନକୁ ନିର୍ବାସିତ ହେଲେ। ଯଦିଓ ଦାଉଦଙ୍କର ବଂଶଧର ପାପ କଲେ, ମାତ୍ର ଈଶ୍ୱରଙ୍କର ନିୟମ ବ୍ୟର୍ଥ ହୋଇନଥିଲା। ମାତ୍ର ସମୟ ଆସିବ ଯେତେବେଳେ କି ଦାଉଦ ସନ୍ତାନ ଯେ କି ପ୍ରଭୁ ଯୀଶୁଖ୍ରୀଷ୍ଟ ସେ ସେହି ସିଂହାସନ ଉପରେ ଅଧିଷ୍ଠାନ କରି ଅନନ୍ତକାଳ ପର୍ଯ୍ୟନ୍ତ ରାଜତ୍ୱ କରିବେ ଓ ତାହାଙ୍କ ରାଜତ୍ୱର ଶେଷ ହେବ ନାହିଁ। ତାହା ହିଁ ନୂତନ ନିୟମ ପ୍ରକାଶ କରେ ଯେତେବେଳେ ଏହା ମାଥ୍ୟୁ 1 ପର୍ବର 1 ପଦରୁ ଆରମ୍ଭ ହୁଏ। ଅବ୍ରାହ୍ମଙ୍କ ସନ୍ତାନ ଓ ଦାଉଦଙ୍କ ସନ୍ତାନ ଯୀଶୁଖ୍ରୀଷ୍ଟଙ୍କ ବଂଶାବଳୀ। ଯୀଶୁ ହେଉଛନ୍ତି ଦାଉଦଙ୍କ ସନ୍ତାନ, ଯାହାକି ଗୀତରଚକ ଏହି ଗୀତରେ ପ୍ରକାଶ କରନ୍ତି। ପ୍ରଭୁ ପ୍ରତ୍ୟେକଙ୍କୁ ସାହାଯ୍ୟ କରନ୍ତୁ ଯେପରି ଆମମାନେ ସେହି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ସେହି ଅନନ୍ତ ଜୀବନର ଅଧିକାରୀ ହେଉ। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।